ମୁଁ ଆଜି ସକାଳୁ ସକାଳୁ ରେଡି ହେଇ ବାହାରି ପଳେଇ ଆସିଲି ସିଧା ମୋ କଲେଜ କୁ। ଆଉ ତାପରେ ମୁଁ ଏଠି ଆସି ଦେଖିଲା ବେଳୁ ଏଠି ମୋ ସାଙ୍ଗମାନେ ସବୁ ଆସି ଏଠି ପହଞ୍ଚି ଗଲେଣି। ତାପରେ ଆମେ ସେଠୁ ସିଧା ଚାଲିଲୁ କଲେଜ କୁ। କଲେଜ ଭିତରେ ଆସି ଦେଖିଲା ବେଳୁ ମୋ ସାଙ୍ଗମାନେ ତାଙ୍କର ପ୍ରୋଜେକ୍ଟ କରିବାରେ ସେ ଲାଗି ପଡିଛନ୍ତି। କିନ୍ତୁ ଇଏ ମୋର ଗୋଟେ ସାଙ୍ଗ ଏଠି ସେ ଏମିତି ହଉଛି ଯେମିତି ମତେ ସେ କାମୁଡି ଦେବ। ଆଉ ତାପରେ ଆମେ କ୍ଲାସ ସାରିକି ଏଠି ଆସି ଦେଖିଲା ବେଳକୁ ମୋ ସାଙ୍ଗ ତା ଗାଡି ଚାବି ଲକ୍ କୁ ସେ ତାର ଗୋଟେ ବୋଟମରେ ତିଆରି କରିଛି। ତ ତାପରେ ଯେହେତୁ ମୋର ବାଟରେ କିଛି କାମ ମନେ ପଡିଲା ତ ସେ କାମ ସାରିକି ମୁଁ ଘରକୁ ଫେରିଲା ବେଳକୁ ରାତି ହୋଇଗଲାଣି। ଆଉ ମୁଁ ଘରେ ଆସିକି ଏବେ ପହଞ୍ଚି ସାରିବା ପରେ ମୋର ଜଣେ ପିଇସା ଆଉ ଜଣେ ଭାଇ ଆଉ ମୁଁ ଆମେ ଟିକେ ଚାଲିଲୁ ଚାଟ୍ ଖାଇବା ପାଇଁ। ତ ଆମେ ଏବେ ଆସି ସେଇ ସେଣ୍ଟର ପାଖରେ ପହଞ୍ଚି ଗଲୁ ଯୋଉଠି ଚାଟ୍ ମିଳେ। ଆଉ ଏଠି ପହଞ୍ଚି ସାରିବା ପରେ ଆମେ ଭାଇଙ୍କୁ ଚାଟ୍ ଅର୍ଡର ଦେଇଦେଲୁ। ଭାଇ ତାଙ୍କର ସେ ବନେଇବାରେ ଲାଗି ପଡିଲେ। ଭାଇ ବନେଇ ସାରିବା ପରେ ଆମେ ତାଙ୍କ ପାଖରୁ ଗୋଟେ ଗୋଟେ ପ୍ଲେଟ ନେଇ ଆସିଲୁ ଖାଇବା ପାଇଁ। କିନ୍ତୁ ଇଏ ଭାଇ ମୋର ଚାଟ୍ ଖାଇକି ସିଏ ତାର ଗୋଟେ ଗାଁ ବୁଲି ପଡି ଆସିଲାଣି। ଆଉ ତାପରେ ମୋ ପିଇସା ବି ଚାଟ୍ ଖାଇବା ଆରମ୍ଭ କରିଦେଲେ। କିନ୍ତୁ ତା ଭିତରେ ମୁଁ ବି ଖାଇବା ଆରମ୍ଭ କରି ସାରିଲିଣି। କିନ୍ତୁ ଖାଇସାରିବା ପରେ ଆଜି କାଇଁ ମତେ ଭାରି ଜୋରସେ ରାଗ ଲାଗିଲା। ଯେହେତୁ ରାଗ ଲାଗିଲା ତ ମୁଁ ଭାଇଙ୍କ ପାଖରୁ ଗୋଟେ ପାମ୍ପଡ଼ ଆଣିଲି ଖାଇବା ପାଇଁ, କାଳେ ରାଗ କମିଯିବ। ତ ତାପରେ ମୋ ପିଇସା ବି ଗୋଟେ ପାମ୍ପଡ଼ ନେଇ ଆସିଲେ ସେ ଖାଇବା ପାଇଁ। ଆଉ ଏବେ ଆମେ ଏଠି ଖାଇ ପିଇ ସାରି ସିଧା ଘରକୁ ଫେରିଲୁ। ତ ସାଙ୍ଗମାନେ ଆଜିର ବ୍ଲଗଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତ ନିହାତି ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ ଗୋଟେ କରିକିନା ଯିବେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।